ତିର୍ତ୍ତୋଲ ସାମ୍ବାଦିକ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତିର୍ତ୍ତୋଲ ବ୍ଲକର ବିଭିନ୍ନ ରାସ୍ତାକଡ଼, ନଦୀ ତଟ, ପତିତ ଜମିରେ ବୃକ୍ଷରୋପଣ କରାଯାଇଛି। ଗତ ପବିତ୍ର ହେରା ପଞ୍ଚମୀ ତିଥିରେ ତିର୍ତ୍ତୋଲ ବ୍ଲକ ଗୋପାଳପୁର ପଞ୍ଚାୟତରେ ସଂଘ ପକ୍ଷରୁ ବିଭିନ୍ନ ଔଷଧ ବୃକ୍ଷରୋପଣ କରାଯାଇଥିଲା। ତିର୍ତ୍ତୋଲ ସାମ୍ବାଦିକ ସଂଘ ମୁଁ ବହୁତ ଧନ୍ୟବାଦ ଦେଉଛି ଆଜି ଏ ଯେଉଁ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଛନ୍ତି। ବର୍ତ୍ତମାନ ପୃଥିବୀର ଯେଉଁ ଜଳବାୟୁ ପରିବର୍ତ୍ତନ ହେଉଛି ତାକୁ ଆଖି ଆଗରେ ରଖି ଆମେ ଯଦି ଗଛଟିଏ ଲଗାଇବାନି ତାହେଲେ ନିଶ୍ଚିତ ଭାବରେ ଆମେ ମୃତ୍ୟୁମୁଖକୁ ଚାଲି ଯାଉଛୁ, ଆମର ଲୋକମାନେ ଚାଲିଯିବେ। ତେଣୁ ଆମେ ସମସ୍ତଙ୍କୁ କହିବା ଗଛ ହେଉଛି ଜୀବନ। ଗଛକୁ ଆପଣମାନେ ସମସ୍ତେ ଲଗାନ୍ତୁ, ଗୋଟିଏ ବୃକ୍ଷ ଲଗାଇ ପ୍ରତ୍ୟେକଙ୍କ ବାରିରେ ବି ଲଗାନ୍ତୁ। ଗୋଟେ ବୃକ୍ଷ ଲଗାଇକରି ଆମେ ବିଶ୍ୱକୁ ଗୋଟେ ବାର୍ତ୍ତା ଦେବା ଯେ ଗଛକୁ ଆମେ ବୃକ୍ଷରୋପଣ କରିକିରି ଆମର ବିଶ୍ୱକୁ ବଞ୍ଚେଇବା। ନିଶ୍ଚିନ୍ତ ଭାବରେ ମୁଁ ଧନ୍ୟବାଦ ଦେବି ସାମ୍ବାଦିକ ସଂଘ ତିର୍ତ୍ତୋଲକୁ ଯେ ସୁନ୍ଦର ପଦକ୍ଷେପ। ଆଉ ଗୋଟେ କଥାରେ ଅଛି ଗଛ ହିଁ ଜୀବନ। ଗଛ ଲଗାଇବା ପାଇଁ ମୁଁ ବି ସମସ୍ତଙ୍କୁ ଅନୁରୋଧ କରୁଛି ଏଇ ସାମ୍ବାଦିକ ଭାଇଙ୍କ ତରଫରୁ। ଗୋଟେ ନିଆରା ପଦକ୍ଷେପ ମୁଁ ଦେଖିଛି ବହୁତ ଆଡ଼େ, ବହୁତ ସ୍କୁଲ କଲେଜରେ ଗଛ ଲଗାଯାଏ, କିନ୍ତୁ ସାମ୍ବାଦିକ ବନ୍ଧୁମାନେ ଆଜି ଗଛ ଲଗାଉଛନ୍ତି, ଗୋଟେ ବଡ଼ ଖୁସିର କଥା। ନିଶ୍ଚିନ୍ତ ଗୋଟେ ବାର୍ତ୍ତା ଯିବ ନିଶ୍ଚିନ୍ତ ଅଲ୍ ଓଡ଼ିଶାକୁ ଯେ ସମସ୍ତେ ଗଛ ଲଗାଇବା ପାଇଁ। ଧନ୍ୟବାଦ। କୁମାର ସ୍ୱାଇଁ, ମୁଁ ଗୋପାଳପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ। ଆମେ ସମସ୍ତେ ଜାଣିଛେ ଗଛ ହିଁ ଜୀବନ। ତେଣୁ ଆଜି ଆମର ତିର୍ତ୍ତୋଲ ସାମ୍ବାଦିକ ବନ୍ଧୁମାନଙ୍କ ତରଫରୁ ଯେଉଁ କାର୍ଯ୍ୟକ୍ରମ କରାଯାଉଛି ବୃକ୍ଷରୋପଣ କାର୍ଯ୍ୟକ୍ରମ, ଏଟା ସ୍ୱାଗତ ଯୋଗ୍ୟ। କାରଣ ଜୀବନ ବଞ୍ଚି ରହିଛି କେବଳ ଗଛ ଯୋଗୁଁ। ତେଣୁ ଆମେ ସମସ୍ତେ ଚେଷ୍ଟା କରିବା ଆମ ଜୀବନ କାଳ ଭିତରେ କିଛି ଗଛ ଲଗେଇକିରି ଏ ବିଶ୍ୱକୁ ଶାନ୍ତି ରଖିବା। ଏବଂ ଦେଖିବାକୁ ଗଲେ ଆମେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ଅମ୍ଳଜାନ ଗ୍ରହଣ କରୁଛେ ସେଇଟା ଗଛ ହିଁ ଆମକୁ ଦେଉଛି। ଆମେ ଯେଉଁ ଅଙ୍ଗାରକାମ୍ଳ ଛାଡ଼ୁଛେ ତାକୁ ଗଛ ଗ୍ରହଣ କରୁଛି, ଆମକୁ ଅମ୍ଳଜାନ ଦେଉଛି। ହାରାହାରି ହିସାବ କରାଯାଇଛି ଯେତିକି ଆମେ ଜୀବଦଶା ଭିତରେ ଅମ୍ଳଜାନ ଗ୍ରହଣ କରୁଛେ ତାପରେ କୋଟିଏ ଟଙ୍କାର ଉର୍ଦ୍ଧ୍ୱ ହେବ। ତେଣୁ ଏଥିରୁ ଆମେ ଅନୁଭବ କରିବା ଗଛ ଆମର କେତେ ଆବଶ୍ୟକତା। ତେଣୁ ଆମେ ସମସ୍ତେ ଗଛ ଲଗାଇବା, ଏ ବିଶ୍ୱକୁ ଶାନ୍ତି ରଖିବା ଏବଂ ଆମେ ସମସ୍ତେ ସୁଖ ଆଉ ଶାନ୍ତିରେ ରହିବା। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ପ୍ଲସ୍ ଓଡ଼ିଆ।